ଆପଣଙ୍କର ଯଦି ବିଛା ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ବିଛା ରାଶିଙ୍କର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନଭେମ୍ବର ମାସରେ ବହୁତ ବଡ଼ ଚଳନ ହେବାକୁ ଯାଉଅଛି, ଯାହା ଆପଣଙ୍କ ଜୀବନର ମୋଡ଼କୁ ବଦଳାଇ ଦେବ ଏବଂ ଆପଣଙ୍କର ଭାଗ୍ୟ ଏବଂ ଭବିଷ୍ୟରେ ବହୁତ ବଡ଼ ପରିବର୍ତ୍ତନ ଅଣାଇଦେବ। ତ ଭିଡ଼ିଓଟିକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସାଧାରଣତଃ ବିଛା ରାଶିର ବ୍ୟକ୍ତିବିଶେଷମାନେ ବହୁତ ସାହସୀ ଏବଂ ପରିଶ୍ରମୀ ହୋଇଥାନ୍ତି। ଏଥିପାଇଁ ଆପଣଙ୍କର ଅଧିପତି ହେଉଛନ୍ତି ମଙ୍ଗଳ, ଯାହା ଆପଣଙ୍କର ଜୀବନଟିକୁ ଶାନ୍ତି ଏବଂ ସୁଖର ମାର୍ଗରେ ଆପଣଙ୍କୁ ଚଳନ କରାଇବେ। ଏହି ନଭେମ୍ବର ମାସରେ ମଙ୍ଗଳ ହେଉଛନ୍ତି ଆପଣଙ୍କର ଗୁରୁ ସ୍ଥାନରେ ଗୋଚର କରିଛନ୍ତି ଏବଂ ଆପଣଙ୍କର ଗୁରୁ ସ୍ଥାନରେ ରହି ଆପଣଙ୍କୁ ଚଳନ କରାଇବେ। ଫଳରେ ଆପଣଙ୍କ ଜୀବନଟି ସୁଖ ଏବଂ ଧନ ସମ୍ପଦରେ ପରିପୂର୍ଣ୍ଣ ହୋଇଯିବ। ତେଣୁ ଆପଣଙ୍କ ପାଇଁ ଏହି ନଭେମ୍ବର ମାସଟି ଯଥାର୍ଥ ମାର୍ଗରେ ଭଲରେ କଟିବାକୁ ଯାଉଅଛି। ଏବେ ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ ସ୍ଥାନରେ ଏବଂ ପାରିବାରିକ କ୍ଷେତ୍ରରେ କ'ଣ ବିତିବ। ଆପଣଙ୍କର ଦେବଗୁରୁ ବୃହସ୍ପତି ରହିଲେ ନବମ ସ୍ଥାନରେ। ଫଳରେ ଆପଣଙ୍କର ପାରିବାରିକ କ୍ଷେତ୍ରରେ ଯେଉଁ ବାଦ ବିବାଦ ସୃଷ୍ଟି ହେଉଥିଲା, ଆପଣଙ୍କର ବାଦ ବିବାଦ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ ଏବଂ ଆପଣଙ୍କର ଯେଉଁ ଭୁଲ ବୁଝାମଣା ଥିଲା ଉଭୟ ପତ୍ନୀ ପତ୍ନୀଙ୍କ ଭିତରେ, ପତି ପତ୍ନୀଙ୍କ ଭିତରେ, ତାହା ସବୁ ସମାଧାନ ହୋଇଯିବ ଏବଂ ପାରିବାରିକ କ୍ଷେତ୍ରରେ ଆପଣଙ୍କୁ ଉନ୍ନତି ଘଟିବ। ଦେବଗୁରୁ ବୃହସ୍ପତି ଆପଣଙ୍କର ନବମ ଘରେ ଥିବାରୁ ଆପଣଙ୍କୁ କୌଣସି ଜମି ମଧ୍ୟ ପ୍ରାପ୍ତ କରିପାରନ୍ତି, କୌଣସି ବାସଗୃହ ମଧ୍ୟ ନିର୍ମାଣ କରିପାରନ୍ତି, ପୈତୃକ ସମ୍ପତ୍ତିର ମଧ୍ୟ ପ୍ରାପ୍ତ ଅଛି। ଖାସ୍ କରି ବୁଦ୍ଧି ଏବଂ ଜ୍ଞାନ ଉପରେ ଆପଣଙ୍କୁ ବହୁତ ମାତ୍ରାରେ ଲାଭବାନ ହେବେ। ଆପଣଙ୍କୁ ବହୁତ ମାତ୍ରାରେ ଆପଣଙ୍କୁ ଜ୍ଞାନ ଏବଂ ଧନର ମଧ୍ୟ ପ୍ରାପ୍ତ ହେବ। ଏବେ ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ସୂର୍ଯ୍ୟ ଏବଂ ବୁଧ ଏକତ୍ର ହୋଇ ରହିଛନ୍ତି, ଯାହାଫଳରେ କି ଆପଣଙ୍କୁ ସାଧାରଣତଃ ଚର୍ମଜନିତ ରୋଗରୁ କିଛି ତ ବଞ୍ଚିତ କରାଇଦେବେ, ନଚେତ୍ ଆପଣଙ୍କର ପେଟଜନିତ ସମସ୍ୟା ଏବଂ ଆଣ୍ଠୁଗଣ୍ଠି ଶ୍ୱାସଜନିତ ସମସ୍ୟାରୁ ଏହି ସମସ୍ୟାରୁ ଦୂରେଇ ପାରିବେ ନାହିଁ। ଏହି ନଭେମ୍ବର ମାସରେ ଆପଣଙ୍କର ଜୀବନରେ ବହୁତ ଜନିତ ଆଣ୍ଠୁଗଣ୍ଠି ବାତ ଏବଂ ଗ୍ୟାଷ୍ଟ୍ରିକ୍ ଜନିତ ରୋଗ ଆପଣଙ୍କ ପାଇଁ ବିତିବ, କିନ୍ତୁ ଆପଣଙ୍କର ଯେଉଁ ରହିଲା ଚର୍ମଜନିତ ସମସ୍ୟା ସେଗୁଡ଼ିକ ସବୁ ଦୂର ହୋଇଯିବ। ନଚେତ୍ ଆପଣଙ୍କ ପାଇଁ ବିଛା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି ନଭେମ୍ବର ମାସଟି, କାର୍ତ୍ତିକ ମାସଟି ଆପଣଙ୍କ ପାଇଁ ବହୁତ ମାତ୍ରାରେ ଭଲ ଭାବରେ ବିତିବାକୁ ଯାଉଅଛି। ତେଣୁ ଆପଣ ଯଦି ବିଛା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି, ଏବେ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ମହାଦେବ ନିଶ୍ଚୟ ଲେଖିବେ। ରହୁଛୁ, ଧନ୍ୟବାଦ।